ହ୍ୟାଲୋ ପିଲାମାନେ। ପିଲାମାନେ ଆମେ ପୂର୍ବରୁ 4ଟା ସେଟ୍ କୋଶ୍ଚିନ୍ ଆନ୍ସର କରିସାରିଛେ। ଏଇଟା ହଉଛି 5ମ ନମ୍ବର ହେଲା। ତ 5 ନମ୍ବର ସେଟ୍ର କୋଶ୍ଚିନ୍ ଆନ୍ସର ଆଜି ଆମେ କରିବା। ଯୋଉମାନେ ପୂର୍ବର ଭିଡ଼ିଓଟା ଦେଖିନାହାନ୍ତି ସେମାନେ ଏଇ ଚ୍ୟାନେଲରେ ଭିଜିଟ୍ କରିକି ଦେଖିପାରିବେ। ତ ଚାଲ ଆରମ୍ଭ କରିବା। ମୁଁ ତମକୁ ଗୋଟେ କୋଶ୍ଚିନ୍ କହୁଛି, ଯୋଉ କୋଶ୍ଚିନ୍ ତମକୁ ଆସିବ 1A 2B ଏମିତି କରିକି କମେଣ୍ଟ ଦେଇପାରିବେ। ଉତ୍କଳ ଜନନୀଙ୍କ ସମୁଦ୍ର ତଟ କେଉଁ ବୃକ୍ଷମାନଙ୍କ ଦ୍ୱାରା ଶୋଭିତ? ଆମ୍ବ, ପଣସ, ତାଳ, ତମାଳ, ଗୁଆ, ନଡ଼ିଆ, ଶାଳ, ପିଆଶାଳ। ଉତ୍କଳ ଜନନୀଙ୍କ ସମୁଦ୍ର ତଟ କେଉଁ ବୃକ୍ଷମାନଙ୍କ ଦ୍ୱାରା ଶୋଭିତ? ଆନ୍ସର କୁହ। ଉତ୍କଳ ଜନନୀଙ୍କ ସମୁଦ୍ର ତଟ କେଉଁ ବୃକ୍ଷମାନଙ୍କ ଦ୍ୱାରା ଶୋଭିତ? ଶାଳ, ତମାଳ। ନିମ୍ନୋକ୍ତ କେଉଁଟି ପକ୍ଷୀମାନଙ୍କର କଳରବରେ ମୁଖରିତ ବୋଲି କାନ୍ତକବି କହିଛନ୍ତି? ନଦୀ, ହ୍ରଦ, ଉତ୍କଳ, ଅରଣ୍ୟ। ନିମ୍ନୋକ୍ତ କେଉଁଟି ପକ୍ଷୀମାନଙ୍କର କଳରବରେ ମୁଖରିତ ବୋଲି କାନ୍ତକବି କହିଛନ୍ତି? ନଦୀ, ହ୍ରଦ, ଉତ୍କଳ, ଅରଣ୍ୟ। ଉତ୍କଳ। ଉତ୍କଳ ପକ୍ଷୀମାନଙ୍କର କଳରବରେ ମୁଖରିତ ବୋଲି କାନ୍ତକବି କହିଛନ୍ତି। ଶାରଳା ଦାସ କେଉଁ ଗଜପତିଙ୍କ ସମସାମୟିକ ଥିଲେ? ଶାରଳା ଦାସ କେଉଁ ଗଜପତିଙ୍କ ସମସାମୟିକ ଥିଲେ? ଚୋଡ଼ଗଙ୍ଗ ଦେବ, ପ୍ରତାପରୁଦ୍ର ଦେବ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ। ଶାରଳା ଦାସ କେଉଁ ଗଜପତିଙ୍କ ସମସାମୟିକ ଥିଲେ? ଚୋଡ଼ଗଙ୍ଗ ଦେବ, ପ୍ରତାପରୁଦ୍ର ଦେବ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ। କପିଳେନ୍ଦ୍ର ଦେବଙ୍କ ସମସାମୟିକ ଥିଲେ। ଶାରଳା ଦାସ କପିଳେନ୍ଦ୍ର ଦେବଙ୍କ ସମସାମୟିକ ଥିଲେ। କିଏ ଅଶ୍ଳେଷା ଦୈତ୍ୟକୁ ମାରି ମହାଦେବଙ୍କ ଆସ୍ଥାନକୁ ରକ୍ଷା କରିଥିଲେ? 4 ନମ୍ବର। କିଏ ଅଶ୍ଳେଷା ଦୈତ୍ୟକୁ ମାରି ମହାଦେବଙ୍କ ଆସ୍ଥାନକୁ ରକ୍ଷା କରିଥିଲେ? ହନୁମାନ, ଅର୍ଜୁନ, ଦୁର୍ଯ୍ୟୋଧନ, ଭୀମ। କିଏ ଅଶ୍ଳେଷା ଦୈତ୍ୟକୁ ମାରି ମହାଦେବଙ୍କ ଆସ୍ଥାନକୁ ରକ୍ଷା କରିଥିଲେ? ଭୀମ। ଭୀମ ରକ୍ଷା କରିଥିଲେ। ଶୁକସାରଣ କେଉଁ ରୂପ ଧାରଣ କରି ରାମଙ୍କ ଶିବିରକୁ ଯାଇଥିଲେ? ବତକ, ପାରା, କାଉ, ବଗ। ଶୁକସାରଣ କେଉଁ ରୂପ ଧାରଣ କରି ରାମଙ୍କ ଶିବିରକୁ ଯାଇଥିଲେ? ବତକ, କାଉ, ପାରା, ବଗ। ଶୁକସାରଣ ବତକ ରୂପ ଧାରଣ କରି ରାମଙ୍କ ଶିବିରକୁ ଯାଇଥିଲେ। ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳ କବିତାରେ କାହାକୁ ବିଶତିକର କୁହାଯାଇଛି? ସୁଗ୍ରୀବ, ବିଭୀଷଣ, ଅଙ୍ଗଦ, ରାବଣ। ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳ କବିତାରେ କାହାକୁ ବିଶନ୍ତିକର ବୋଲି କୁହାଯାଇଛି? କାହାକୁ? ରାବଣ। ମୀନଜୀବୀମାନେ କାହା ଶିଖରରେ ସନ୍ଧ୍ୟାତାରା ଦେଖିଥିଲେ? ଜଟିଆ, ଭାଲେରୀ, ମାମୁ ଭଣଜା, ଚଢେଇ ଗୁହା। 7 ନମ୍ବର। ମୀନଜୀବୀମାନେ କାହା ଶିଖରରେ ସନ୍ଧ୍ୟାତାରା ଦେଖିଥିଲେ? ଭାଲେରୀ। ଚିଲିକାରେ ଏଇଟା କହିଲା କୋଉଠୁ ଆସିଛି? ଏଇଟା ଚିଲିକାରେ ସାୟନ୍ତନ ଆସିଛି। ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାରେ କାହାକୁ ମୃତ୍ୟୁଞ୍ଜୟ କୁହାଯାଏ? ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାରେ କାହାକୁ ମୃତ୍ୟୁଞ୍ଜୟ କୁହାଯାଏ? କବିସୂର୍ଯ୍ୟ ବଳଦେବ ରଥ, ଉପେନ୍ଦ୍ର ଭଞ୍ଜ, ରାଧାନାଥ ରାୟ, ଅଭିମନ୍ୟୁ ସାମନ୍ତସିଂହାର। କାହାକୁ? ଚିଲିକାରେ ସାୟନ୍ତନ କବିତାରେ କାହାକୁ ମୃତ୍ୟୁଞ୍ଜୟ କୁହାଯାଇଛି? 8 ନମ୍ବର। ଏ ବି ସି ଡି। କବିସୂର୍ଯ୍ୟ ବଳଦେବ ରଥ, ଉପେନ୍ଦ୍ର ଭଞ୍ଜ, ରାଧାନାଥ ରାୟ, ଅଭିମନ୍ୟୁ ସାମନ୍ତସିଂହାର। କବିସୂର୍ଯ୍ୟ ବଳଦେବ ରଥଙ୍କୁ କୁହାଯାଇଛି। ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାରେ କବିସୂର୍ଯ୍ୟ ବଳଦେବ ରଥଙ୍କୁ ମୃତ୍ୟୁଞ୍ଜୟ ବୋଲି କୁହାଯାଇଛି। ସତୀ ସୀତାଙ୍କୁ ସ୍ୱାଗତ କରିବା ପାଇଁ ତମସା କାହାକୁ ମଙ୍ଗଳ ପ୍ରଦୀପ ଭାବେ ରଚନା କରିଥିଲେ?
ସତୀ ସୀତାଙ୍କୁ ସ୍ୱାଗତ କରିବା ପାଇଁ ତମସା କାହାକୁ ମଙ୍ଗଳ ପ୍ରତିଭା ଭାବେ ରଚନା କରିଥିଲେ? ସୂର୍ଯ୍ୟ, ସନ୍ଧ୍ୟାତାରା, ପ୍ରଭାତ ତାରା, ଚନ୍ଦ୍ର। ସତୀ ସୀତାଙ୍କୁ ସ୍ୱାଗତ କରିବା ପାଇଁ ତମସା କାହାକୁ ମଙ୍ଗଳ ପ୍ରତିଭା ପ୍ରଦାନ କରିଥିଲେ? ପ୍ରଭାତୀ ତାରାକୁ। ମଙ୍ଗଳେ ଅଇଲା ଉଷା କବିତାରେ କାହାକୁ ବ୍ରହ୍ମଚାରିଣୀ ବୋଲି କୁହାଯାଇଛି? ଉଷା, ତମସା, ସୀତା, ଅନୁକମ୍ପା। ମଙ୍ଗଳେ ଅଇଲା ଉଷା କବିତାରେ କାହାକୁ ବ୍ରହ୍ମଚାରିଣୀ ବୋଲି କୁହାଯାଇଛି? ମଙ୍ଗଳେ ଅଇଲା ଉଷା କବିତାରେ ଅନୁକମ୍ପାକୁ ବ୍ରହ୍ମଚାରିଣୀ ବୋଲି କୁହାଯାଇଛି। ମଙ୍ଗଳେ ଅଇଲା ଉଷାରେ ଅନୁକମ୍ପାଙ୍କୁ ବ୍ରହ୍ମଚାରିଣୀ ବୋଲି କୁହାଯାଇଛି। ବନାନୀ ଶୈଳ ସାଗର ଲଙ୍ଘି କାହାକୁ ଚୂର୍ଣ୍ଣ କରିବା ପାଇଁ ଅନନ୍ତ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି? ତିମିର କାରା, ସଞ୍ଚିତ ଅପମାନ, ଦୁଃଖ ଜ୍ୱାଳା, ଜାତି ଉପଜାତି। ବନାନୀ ଶୈଳ ସାଗର ଲଙ୍ଘି କାହାକୁ ଚୂର୍ଣ୍ଣ କରିବା ପାଇଁ ଅନନ୍ତ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି? ତିମିର କାରା। ଜାଗବନ୍ଧନ ହରା କବିତାରେ କବି କେଉଁ ଜୀବନକୁ ଜୀର୍ଣ୍ଣ ଜୀବନ ବୋଲି କହିଛନ୍ତି? ଭବିଷ୍ୟତ ଜୀବନ, ଅତୀତର ଜୀବନ, ଆଜିର ଜୀବନ, ଅପେକ୍ଷିତ ଜୀବନ। ଜାଗବନ୍ଧନ ହରା କବିତାରେ କବି କେଉଁ ଜୀବନକୁ ଜୀର୍ଣ୍ଣ ଜୀବନ ବୋଲି କହିଛନ୍ତି? ଜାଗବନ୍ଧନ ହରା କବିତାରେ କବି କେଉଁ ଜୀବନକୁ ଜୀର୍ଣ୍ଣ ଜୀବନ ବୋଲି କହିଛନ୍ତି? ଭବିଷ୍ୟତ ଜୀବନ, ଆଜିର ଜୀବନ, ଅପେକ୍ଷିତ ଜୀବନ, ଅତୀତ ଜୀବନ, ଅତୀତର ଜୀବନକୁ ଜୀର୍ଣ୍ଣ ଜୀବନ ବୋଲି କହିଛନ୍ତି। ମାଟିର ସବୁଜ ଘାସର କଅଁଳ ବିଛଣା କବିଙ୍କୁ କଣ ଦିଏ? ଶାନ୍ତି, ତୃପ୍ତି, ଆରାମ, ଶକ୍ତି। ମାଟିର ସବୁଜ ଘାସର କଅଁଳ ବିଛଣା କବିଙ୍କୁ କଣ ଦିଏ? ଆରାମ ଦିଏ। ଆରାମ। ଯେତେବେଳେ ଆମେ ଘାସ ବିଛଣାରେ ବସୁ ଆମକୁ ଆରାମ ଲାଗେ ନା? ସେମିତି କବିଙ୍କୁ ମଧ୍ୟ ଆରାମ ଦେଇଛି। ସର୍ବସାହା ମାଟି କବିତାଟି ବିଦ୍ୟୁପ୍ରଭା ଦେବୀଙ୍କ କେଉଁ କବିତା ପୁସ୍ତକରୁ ଆସିଛି? ମାଟି, ପାଣି, ପବନ, ଝରା, ଶିଉଳି, ମରୀଚିକା, କାକଳି। ସର୍ବସାହା ମାଟି କବିତାଟି ବିଦ୍ୟୁପ୍ରଭା ଦେବୀଙ୍କ କେଉଁ କବିତା ପୁସ୍ତକରୁ ଆସିଛି? ସର୍ବସାହା ମାଟି କବିତାଟି ବିଦ୍ୟୁପ୍ରଭା ଦେବୀଙ୍କ କେଉଁ କବିତା ପୁସ୍ତକରୁ ଆସିଛି? ମାଟି, ପାଣି, ପବନ, ମରୀଚିକା, କାକଳି, ଝରାଶିଉଳି। ହଁ ଭାଇ, ସର୍ବସାହା ମାଟି। ତେଣୁକରି ଏଇଟା ମାଟି, ପାଣି, ପବନ କବିତା ପୁସ୍ତକରୁ ଆସିଛି। କାନ୍ତ କବିଙ୍କ ଚଟକ ଚନ୍ଦ୍ରହାସକୁ କେଉଁ ସାରସ୍ୱତ ସାଧକଙ୍କ ରଚନା ଅନୁକରଣରେ ଅଟେ? କାନ୍ତ କବିଙ୍କ ଚଟକ ଚନ୍ଦ୍ରହାସକୁ କେଉଁ ସାରସ୍ୱତ ସାଧକଙ୍କ ରଚନାର ଅନୁକରଣ ଅଟେ? ଚଟକ ଚନ୍ଦ୍ରହାସ ଚମ୍ପୁ। କାନ୍ତ କବିଙ୍କ ଚଟକ ଚନ୍ଦ୍ରହାସ ଚମ୍ପୁ କେଉଁ ସାରସ୍ୱତ ସାଧକଙ୍କ ରଚନାର ଅନୁକରଣ ଅଟେ? କାହାର? ବଳଦେବ ରଥଙ୍କର। କାନ୍ତ କବିଙ୍କ ଚଟକ ଚନ୍ଦ୍ରହାସ ଚମ୍ପୁ ବଳଦେବଙ୍କ ରଚନାର ଅନୁକରଣ ଅଟେ। କାନ୍ତ କବିଙ୍କ କୂଳ ଦେବତା କିଏ? କାନ୍ତ କବିଙ୍କ କୂଳ ଦେବତା କିଏ? ଜଗନ୍ନାଥ, ରଘୁନାଥ, ଗୋପୀନାଥ, ବିଶ୍ୱନାଥ। କାନ୍ତ କବିଙ୍କ କୂଳ ଦେବତା ହେଉଛନ୍ତି କିଏ? ଜଗନ୍ନାଥ, ରଘୁନାଥ, ଗୋପୀନାଥ, ବିଶ୍ୱନାଥ। ଗୋପୀନାଥ। ଗୋପୀନାଥ କହିଲେ କଣ ବୁଝୁ? କୃଷ୍ଣ। ଗୋପୀନାଥଙ୍କୁ କୃଷ୍ଣ ବୋଲି କୁହାଯାଏ। ପ୍ରାପ୍ତ ଶିକ୍ଷାର ଧାରା ଅନୁଯାୟୀ ଜୀବନ ଧାରଣର ମାନ ବଦଳିଯାଏ। ଏହି ଉକ୍ତିର ସତ୍ୟତା ନିମ୍ନୋକ୍ତ କେଉଁ ପ୍ରବନ୍ଧରେ ଆମେ ପାଇଥାଉ? ପ୍ରାପ୍ତ ଶିକ୍ଷାର ଧାରା ଅନୁଯାୟୀ ଜୀବନ ଧାରଣର ମାନ ବଦଳିଯାଏ। ଏହି ଉକ୍ତିର ସତ୍ୟତା ନିମ୍ନୋକ୍ତ କେଉଁ ପ୍ରବନ୍ଧ ମାଧ୍ୟମରେ ଆମେ ପାଇଥାଉ? ନରେନ୍ଦ୍ର ବିବେକାନନ୍ଦ ସଭ୍ୟତା ବିଜ୍ଞାନ, ଜନ୍ମଭୂମି, ମାତୃଭାଷା ଓ ଲୋକଶିକ୍ଷା। ପ୍ରାପ୍ତ ଶିକ୍ଷାର ଧାରା ଅନୁଯାୟୀ ଜୀବନ ଧାରଣର ମାନ ବଦଳିଯାଏ। ଏହି ଉକ୍ତିର ସତ୍ୟତା ନିମ୍ନୋକ୍ତ କେଉଁ ପ୍ରବନ୍ଧରେ ଆମେ ପାଇଥାଉ? ଜନ୍ମଭୂମି। ବାଦ ବିସମ୍ବାଦ ସତ୍ତ୍ୱେ ପଲ୍ଲୀଗ୍ରାମର ନରନାରୀଙ୍କ ଭିତରେ ଜାତି ଧର୍ମ ନିର୍ବିଶେଷରେ କଣ ଥାଏ?
ବାଦ ବିସମ୍ବାଦ ସତ୍ତ୍ୱେ ପଲ୍ଲୀଗ୍ରାମର ନରନାରୀଙ୍କ ଭିତରେ ଜାତି ଧର୍ମ ନିର୍ବିଶେଷରେ କଣ ଥାଏ? ଅର୍ଥ ଦିଆନିଆ, ପୋଷାକ ଅଦଳବଦଳ, ନୈତିକତା ସ୍ନେହ, ଏକ ପରିବାରତ୍ୱ। ବାଦ ବିସମ୍ବାଦ ସତ୍ତ୍ୱେ ପଲ୍ଲୀଗ୍ରାମର ନରନାରୀଙ୍କ ଭିତରେ ଜାତି ଧର୍ମ ନିର୍ବିଶେଷରେ ଏକ ପରିବାରତ୍ୱ ସମ୍ପର୍କ ଥାଏ। ମାନେ ସମସ୍ତେ ଆମେ ଗୋଟେ ପରିବାର ବୋଲି ସେମାନେ ଭାବନ୍ତି। ଗଣିତ ଶାସ୍ତ୍ର ବଳରେ କେଉଁ ବିଜ୍ଞାନର ଜଟିଳତମ ସମସ୍ୟାର ସମାଧାନ ହୋଇପାରୁଛି? ମନୋବିଜ୍ଞାନ, ରାଜନୀତି ବିଜ୍ଞାନ, ଜଡ଼ ବିଜ୍ଞାନ, ସମାଜ ବିଜ୍ଞାନ। ଗଣିତ ଶାସ୍ତ୍ର ବଳରେ କେଉଁ ବିଜ୍ଞାନର ଜଟିଳତମ ସମସ୍ୟା ସମାଧାନ ହୋଇପାରୁଛି? ଜଡ଼ ବିଜ୍ଞାନ। ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ, ଉତ୍କଳ ଦର୍ପଣ, ସାହିତ୍ୟ ଚର୍ଚ୍ଚା, ମୁକୁର। ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ, ଉତ୍କଳ ଦର୍ପଣ, ସାହିତ୍ୟ ଚର୍ଚ୍ଚା, ମୁକୁର। ସାହିତ୍ୟ ଓ ବିଜ୍ଞାନ ପ୍ରବନ୍ଧଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ, ଉତ୍କଳ ଦର୍ପଣ, ସାହିତ୍ୟ ଚର୍ଚ୍ଚା, ମୁକୁର। ଉତ୍କଳ ସାହିତ୍ୟରେ। ଦେଶର କ୍ଷୁଦ୍ର ଶିଳ୍ପକୁ ବଞ୍ଚାଇ ରଖିବାକୁ ହେଲେ କାହାକୁ ବାରଣ କରିବାକୁ ହେବ? ବିଦେଶୀ ରପ୍ତାନି, ବିଦେଶୀ ସହଭାଗିତା, ବିଦେଶୀ ଆମଦାନୀ, ବିଦେଶୀ ସମ୍ପର୍କ। ଦେଶର କ୍ଷୁଦ୍ର ଶିଳ୍ପକୁ ବଞ୍ଚାଇ ରଖିବାକୁ ହେଲେ ବିଦେଶୀ ଆମଦାନୀକୁ ବାରଣ କରିବାକୁ ହେବ। ବିଦେଶୀ ଭାଷାରେ କାହାର ଉଦାହରଣ ପୃଥିବୀରେ କେଉଁଠି ନାହିଁ ବୋଲି ପ୍ରାବନ୍ଧିକ ଗୋଲକ ବିହାରୀ ଧଳ ମନେ କରିଛନ୍ତି? ବିଦେଶୀ ଭାଷାରେ କାହାର ଉଦାହରଣ ପୃଥିବୀରେ କେଉଁଠି ନାହିଁ ବୋଲି ପ୍ରାବନ୍ଧିକ ଗୋଲକ ବିହାରୀ ଧଳ ମନେ କରିଛନ୍ତି? ସମୂହ ଶିକ୍ଷାର। ଭୋକିଲା ପେଟରେ ଧର୍ମ ଅନାବଶ୍ୟକ, ଏକଥାଟି ନରେନ କାହାଠାରୁ ଶୁଣିଥିଲେ? ଭୋକିଲା ପେଟରେ ଧର୍ମ ଅନାବଶ୍ୟକ। ମହୀଶୂର ମହାରାଜା, ପାଓହାରୀ ବାବା, ଖେତରୀ ମହାରାଜା, ରାମକୃଷ୍ଣ। ଭୋକିଲା ପେଟରେ ଧର୍ମ ଅନାବଶ୍ୟକ, ଏକଥା ନରେନ କାହାଠାରୁ ଶୁଣିଥିଲେ? ରାମକୃଷ୍ଣଙ୍କଠାରୁ। ଗୁଜୁରାଟୀ ପଣ୍ଡିତମାନେ ବିବେକାନନ୍ଦଙ୍କ ସହିତ କେଉଁ ଭାଷାରେ ଆଲୋଚନା କରୁଥିଲେ? ଗୁଜୁରାଟୀ ପଣ୍ଡିତମାନେ ବିବେକାନନ୍ଦଙ୍କ ସହିତ କେଉଁ ଭାଷାରେ ଆଲୋଚନା କରୁଥିଲେ? ସଂସ୍କୃତ, ବଙ୍ଗଳା, ହିନ୍ଦୀ, ଓଡ଼ିଆ। ଗୁଜୁରାଟୀ ପଣ୍ଡିତମାନେ ବିବେକାନନ୍ଦଙ୍କ ସହିତ ସଂସ୍କୃତ ଭାଷାରେ ଆଲୋଚନା କରୁଥିଲେ। ସ୍କୁଲରେ ଶିକ୍ଷକତା କରୁଥିବା ସମୟରେ ଫକୀରମୋହନ ସେନାପତି କେଉଁ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ? ଉତ୍କଳ ଜ୍ୟୋତି, ସମ୍ବାଦ ବାହିକା, ସନ୍ଧ୍ୟା ତାରା, ବୋଧଦାୟିନୀ। ସ୍କୁଲରେ ଶିକ୍ଷକତା କରୁଥିବା ସମୟରେ ଫକୀରମୋହନ ସେନାପତି କେଉଁ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ? ସ୍କୁଲରେ ଶିକ୍ଷକତା କରୁଥିବା ସମୟରେ ଫକୀରମୋହନ ସେନାପତି ବୋଧଦାୟିନୀ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ। ବାଜିରାଉତ କବିତା ପୁସ୍ତକର ରଚୟିତା କିଏ? ବିନୋଦ ଚନ୍ଦ୍ର ନାୟକ, ମାୟାଧର ମାନସିଂହ, ରାଧାମୋହନ ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ। ବାଜିରାଉତ କବିତା ପୁସ୍ତକର ରଚୟିତା କିଏ? ବିନୋଦ ଚନ୍ଦ୍ର ନାୟକ, ମାୟାଧର ମାନସିଂହ, ରାଧାମୋହନ ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ। ସଚ୍ଚିଦାନନ୍ଦ ରାଉତରାୟ। କାଠୁରିଆର ଜମିବାଡ଼ି କେଉଁମାନେ ନେଇଗଲେ ବୋଲି ସେ କହିଲା? ଜମିଦାର, ସରକାରୀ କର୍ମଚାରୀ, ହାଟୁଆ, ରାଜା। କାଠୁରିଆର ଜମିବାଡ଼ି କେଉଁମାନେ ନେଇଗଲେ ବୋଲି ସେ କହିଲା? ହାଟୁଆ। କଳିଙ୍ଗ ରାଜଜେମାଙ୍କ ନାମ କଣ? ମନସ୍ୱିନୀ, ରାଜେଶ୍ୱରୀ, କୁରୁବାକୀ, ପ୍ରିୟମ୍ବଦା। କଳିଙ୍ଗ ରାଜଜେମାଙ୍କ ନାମ କଣ? ମନସ୍ୱିନୀ, ରାଜେଶ୍ୱରୀ, କୁରୁବାକୀ, ପ୍ରିୟମ୍ବଦା। ରାଜେଶ୍ୱରୀ। କଣ ଦେଖି ସମ୍ରାଟ ଅଶୋକ ଅତ୍ୟନ୍ତ ମର୍ମାହତ ହୋଇଥିଲେ? ଯୁଦ୍ଧର ବିଭୀଷିକା ଦେଖି, ଯୁଦ୍ଧ ସମାପ୍ତ ହେଉନଥିବା ଦେଖି, ରସଦ ଶେଷ ହେବାର ଦେଖି,
କଳିଙ୍ଗ ରାଜାଙ୍କ ପରାକ୍ରମ ଦେଖି। କଣ ଦେଖି ସମ୍ରାଟ ଅଶୋକ ଅତ୍ୟନ୍ତ ମର୍ମାହତ ହୋଇଥିଲେ? ଯୁଦ୍ଧର ବିଭୀଷିକା ଦେଖି। କେଉଁ ଗଛ ଗଣ୍ଡି ଉପରେ ନଟବର ବାବୁ ମୋଟା ନାଲି ସିନ୍ଦୁର ଦାଗ ଦେଇଥିଲେ? କେଉଁ ଗଛ ଗଣ୍ଡି ଉପରେ ନଟବର ବାବୁ ମୋଟା ନାଲି ସିନ୍ଦୁର ଦାଗ ଦେଖିଥିଲେ? ବେଲ, ଆମ୍ବ, ଅଁଳା, ଅଶ୍ୱତ୍ଥ। କେଉଁ ଗଛ ଗଣ୍ଡି ଉପରେ ନଟବର ବାବୁ ମୋଟା ନାଲି ସିନ୍ଦୁର ଦାଗ ଦେଖିଥିଲେ? ଅଶ୍ୱତ୍ଥ। ନଟବର ବାବୁ କେଉଁ ଗଛ ତଳେ ସାରା ଦେହରେ ମଧୁର ଶୀତଳ ସ୍ପର୍ଶ ଅନୁଭବ କରିଥିଲେ? ବରଗଛ, ବେଲଗଛ, ଆମ୍ବ ଗଛ, ଅଶ୍ୱତ୍ଥ ଗଛ। ନଟବର ବାବୁ କେଉଁ ଗଛ ତଳେ ସାରା ଦେହରେ ମଧୁର ଶୀତଳ ସ୍ପର୍ଶ ଅନୁଭବ କରିଥିଲେ? ବରଗଛ। ପୁରବୀ ସୁବ୍ରତଙ୍କୁ କେଉଁ ଉପହାର ଦେଇଥିଲେ? ହାତବନ୍ଧା ଘଣ୍ଟା, ସୁନା ମୁଦି, ଧାର୍ମିକ ପୁସ୍ତକ, ନେଳି କଲମ। ପୁରବୀ ସୁବ୍ରତଙ୍କୁ କେଉଁ ଉପହାର ଦେଇଥିଲେ? ପୁରବୀ ସୁବ୍ରତଙ୍କୁ ନେଳି କଲମ ଉପହାର ଦେଇଥିଲେ। କ୍ୟାପ୍ଟେନ ମହାପାତ୍ର ଏବେ କେଉଁଠି ରହୁଛନ୍ତି ବୋଲି କହିଥିଲେ? ଭୁବନେଶ୍ୱର, ମାଡ୍ରାସ, ରାଉରକେଲା, ଚୌଦ୍ୱାର। କ୍ୟାପ୍ଟେନ ମହାପାତ୍ର ଏବେ କେଉଁଠି ରହୁଛନ୍ତି ବୋଲି କହିଥିଲେ? ମାଡ୍ରାସ। ଏ ଦୃଶ୍ୟ ବୋଧହୁଏ ମୋ ଜୀବନରେ ଅପାସରା ରହିଯିବ। ଏ ଉକ୍ତିଟି କାହାର? ଶିବେଇ, ବିଶୁ ମହାରଣା, ଛାୟା ମହାଦେଇ, ନରସିଂହଦେବ। ଏ ଦୃଶ୍ୟ ବୋଧହୁଏ ମୋ ଜୀବନରେ ଅପାସରା ରହିଯିବ। ଏ ଉକ୍ତିଟି ହେଉଛି ନରସିଂହଦେବଙ୍କର। କାହାକୁ ସ୍ମରଣ କରି ଅନୁକୂଳ କରି ଯିବାକୁ ଧରମା ମା ଧରମାକୁ କହିଲେ? ତାରିଣୀ ମା, ଚର୍ଚ୍ଚିକା ମା, ମଙ୍ଗଳା ମା, ବିରଜା ମା। ମଙ୍ଗଳା ମାଙ୍କୁ ସ୍ମରଣ କରି ଯିବା ପାଇଁ ଧରମା କହିଥିଲେ। ରମେଶଙ୍କ ବିନା ଏ କାମ ହୋଇପାରିବ ନାହିଁ। ଏଠାରେ ବ୍ୟବହୃତ ଅବ୍ୟୟ ପଦକୁ ଚିହ୍ନଟ କର। ବିନା କାମ ରମେଶ ନାହିଁ। ବିନା। ରମେଶଙ୍କ ବିନା ଏ କାମ ହୋଇପାରିବ ନାହିଁ। ବଜାରକୁ ଯାଇ ପରିବା ଆଣ। ଏହା କେଉଁ ପ୍ରକାର ବାକ୍ୟ? ବଜାରକୁ ଯାଇ ପରିବା ଆଣ। ବିବୃତ୍ତି ସୂଚକ, ନାସ୍ତି ସୂଚକ, ଆଦେଶ ସୂଚକ, ପ୍ରଶ୍ନ ସୂଚକ। ବଜାରକୁ ଯାଇ ପରିବା ଆଣ। ଆଦେଶ ସୂଚକ ବାକ୍ୟ। ବିଜୁବାବୁ ଥିଲେ ଜଣେ ସଚ୍ଚା ଦେଶସେବକ। ଏହାକୁ ନାସ୍ତି ସୂଚକ ବାକ୍ୟରେ ପରିଣତ କର। ନାସ୍ତି ସୂଚକ ଯୋଉଠି ନାହିଁ ଲାଗିଥିବ ଏଇଟା ହଉଛି ନାସ୍ତି ସୂଚକ। ବିଜୁବାବୁଙ୍କ ପରି ସଚ୍ଚା ଦେଶସେବକ ଆଉ କାହାନ୍ତି? ବିଜୁବାବୁ କି ସଚ୍ଚା ଦେଶ ସେବକ ସତେ? ବିଜୁବାବୁଙ୍କ ଭଳି ସଚ୍ଚା ଦେଶସେବକ ନାହାନ୍ତି। ବିଜୁବାବୁ ସଚ୍ଚା ଦେଶସେବକ ଅଟନ୍ତି କି? 38 ନମ୍ବର। ଏହା ସଠିକ ଆନ୍ସର କଣ? ନାହାନ୍ତି। ନାହାନ୍ତି ହେଉଛି ନାସ୍ତି ସୂଚକ ବାକ୍ୟ ଯୋଉଠି ନାହାନ୍ତି ଲାଗିଥିବ ସେଟା ନାହାନ୍ତି, ନାହିଁ ଇତ୍ୟାଦି ହେଉଛି ନାସ୍ତି ସୂଚକ ବାକ୍ୟ। ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଯାକ ବଜାରକୁ ଗଲେ। ବାକ୍ୟ ସଂକ୍ଷେପଣ କର। ସଂକ୍ଷେପ କେମିତି ହବ? ସ୍ୱାମୀ ଆଉ ସ୍ତ୍ରୀ ବଜାରକୁ ଗଲେ। ସ୍ୱାମୀ ସହିତ ସ୍ତ୍ରୀ ବଜାରକୁ ଗଲେ। ସ୍ୱାମୀ ଏବଂ ସ୍ତ୍ରୀ ବଜାରକୁ ଗଲେ। ଦମ୍ପତି ବଜାରକୁ ଗଲେ। ସଠିକ ଆନ୍ସର କଣ? ସଠିକ ଆନ୍ସର ହଉଛି ଦମ୍ପତି ବଜାରକୁ ଗଲେ। ସ୍ୱାମୀ ଓ ସ୍ତ୍ରୀ ଏ ଦି ଜଣଙ୍କୁ ଆମେ ଦମ୍ପତି ବୋଲି ଦମ୍ପତି କହିଲେ କଣ? ସେଇ ସ୍ୱାମୀ ସ୍ତ୍ରୀକୁ ବୁଝାଉଛି। ସେଥିପାଇଁ ଏଇ ଆନ୍ସରଟି ଠିକ ଡି। କୃପଣ ଏବେ ନ କାହିଁକି ନ ହୋଇଛି? ରୁ ପରେ ନ ଥିବାରୁ, ପ ପରେ ପ ବର୍ଗ ବ୍ୟବଧାନରେ ଥିବାରୁ, ଅ ପରେ ନ ଥିବାରୁ, କ ପରେ ନ ଥିବାରୁ। କୃପଣ ଏଠାରେ ନ କାହିଁକି ନ ହେଇଛି? 40 ହେଲା। 40 ନମ୍ବର କଣ? ପ ପରେ ପ ବର୍ଗ ବ୍ୟବଧାନରେ ଥିବାରୁ ନ ହୋଇଛି। ହିସାବ ଏଠାରେ ସ କାହିଁକି ସ ହଉନି? ସତ୍ତ୍ୱ ନା ଅନ୍ତ ବିଧିର ଗୋଟେ କ୍ୱେଶ୍ଚିନ୍ ଆସିଛି ଏଟା ସତ୍ତ୍ୱ ବିଧିର ହେଲା। 41 ନମ୍ବର ହିସାବ
ବୈଦେଶିକ ଶବ୍ଦ ହୋଇଥିବ ହେଲା। ନିମ୍ନୋକ୍ତ କେଉଁଥିରେ କୁଦନ୍ତଗତ ଅଶୁଦ୍ଧି ରହିଛି? ଏ ବି ସି ଡି ଦେଖି କୁହ କୁଦନ୍ତଗତ ଅଶୁଦ୍ଧି। ତୃତୀୟରେ ଔଷଧ ଶବ୍ଦକୁ ଚିହ୍ନଟ କର। 43 ନମ୍ବର। ଅମୀୟ, ନିରୂପଣ, ଆରତି, ବିଷମ। ନିରୂପଣ। ଗାଲରେ ହାତ ଦେବା ଏହି ରୂଢ଼ିଟିର ଅର୍ଥ କଣ? ଚିନ୍ତିତ ହେବା, ଜୀବିକା ଛଡ଼ାଇ ନେବା, ବିନମ୍ର ଗୁହାରି କରିବା, କାତର ହେବା। ଗାଲରେ ହାତ ଦେବା ରୂଢ଼ିର ଅର୍ଥ ହେଉଛି ଚିନ୍ତିତ ହେବା। ଅନ୍ୟକୁ ଠକିବା ଏହି ଅର୍ଥରେ ବ୍ୟବହୃତ ରୂଢ଼ିଟି କଣ? ଚିତା କାଟିବା, ଛାତି ଫୁଲେଇବା, ଚାଲିବା, ଠାସକୁ ମାରିବା, ତିଳକୁ ତାଳ କରିବା। ଅନ୍ୟକୁ ଠକିବା କଣ? ଚିତା କାଟିବା। କହୁନେ ସେ ଚିତା କାଟିକି ପଳେଇଗଲା, ଠକି ଦେଇକି ପଳେଇଗଲା। ତା ଅର୍ଥ ଛୋଟ ସାପର ବିଷ ଟାଣ ଏହି ଲୋକବାଣୀଟିର ଅର୍ଥ କଣ? କ୍ଷୁଦ୍ର ମଧ୍ୟରେ ଭୟଙ୍କରତା, ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ, ଛୋଟ ବୋଲି ହେୟ ମନେ ନ କରିବା, ସାମାନ୍ୟ କାମ ପାଇଁ ବହୁ ଶ୍ରମ କରିବା। କ୍ଷୁଦ୍ର ମଧ୍ୟରେ ଭୟଙ୍କରତା। କେଉଁ ଛନ୍ଦର ତୃତୀୟ ପାଦର ଅକ୍ଷର ସଂଖ୍ୟା 8? କେଉଁ ଛନ୍ଦର ତୃତୀୟ ପାଦର ଅକ୍ଷର ସଂଖ୍ୟା 8? କେଉଁ ଛନ୍ଦର ତୃତୀୟ ପାଦର ଅକ୍ଷର ସଂଖ୍ୟା 8? ଶଙ୍କରାଭରଣ। ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ ଏଥିରେ କେଉଁ ଛନ୍ଦ ପ୍ରଯୁକ୍ତ? ଚକ୍ଷି, ଭାଗବତବାଣୀ, ବଙ୍ଗଳାଶ୍ରୀ, ଶଙ୍କରାଭରଣ। ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ ଏଥିରେ କେଉଁ ଛନ୍ଦ ପ୍ରଯୁଜ୍ୟ? ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ ଏଥିରେ କେଉଁ ଛନ୍ଦ ପ୍ରଯୁଜ୍ୟ? ଭାଗବତବାଣୀ। ନବାକ୍ଷରୀ ବୃତ୍ତରେ ଲେଖାଯାଇଛି। କେଉଁ ଅଳଙ୍କାରରେ ପରି, ତୁଲ୍ୟ, ସଦୃଶ, ଯେହ୍ନେ, ଯେସନ, ସରି, ଯଥା ପ୍ରଭୃତି ଶବ୍ଦ ବ୍ୟବହାର ହୋଇଥାନ୍ତି? ଶ୍ଲେଷ, ରୂପକ, ଉପମା, ଉତ୍ପ୍ରେକ୍ଷ। 49 ନମ୍ବର। କଣ ହବ? ଉପମା। ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସର, ଜଞ୍ଜାଳ ଜଳଦ ଜଳେ ଆବିଳ ଉତ୍ତର ଏଥିରେ କେଉଁ ଅଳଙ୍କାର ପ୍ରଯୁକ୍ତ? ଯଦି ତୁଳନା କରାଯାଇଛି ତାହେଲେ କଣ ହବ? ରୂପ। ଧନ୍ୟବାଦ ପିଲାମାନେ। ଏବେ 5ଟାଙ୍କ କୋଶ୍ଚିନ୍ ସେଟ୍ର ଆମେ ଡିସ୍କସନ୍ କରିଦେଲେ। ଯେଉଁମାନେ ପ୍ରିଭିୟସ୍ ଗୁଡ଼ା ଦେଖିନାହଁ ଯାଇକି ପଛରେ ଟିକେ ଦେଖିଦବ।